କିନ୍ତୁ ଆପଣ ଶ୍ରେଷ୍ଠ ଅଭିନେତାର ପାଇଲା ପରେ ଚର୍ଚ୍ଚା ବି ବଢିଛି ଆଉ ବିବାଦ ବି ବଢିଛି। ହୁଁ ବିବାଦ ଆସୁଛି ଅନ୍ୟ ଜଣେ ଆପଣଙ୍କର ସାଥୀ କଳାକାରଙ୍କ ଠାରୁ। ଆପଣଙ୍କର ଏଇ ଶ୍ରେଷ୍ଠ ଅଭିନେତାର ପୁରସ୍କାରକୁ କୋଉଠି ନା କୋଉଠି ସେ ହଜମ କରିପାରୁନାହାନ୍ତି। ତ ମାନେ ବିଷୋଦ୍ଗାର କରୁଛନ୍ତି, ସୋସିଆଲ ମିଡିଆରେ ଛାଡୁଛନ୍ତି, କଣ ପାଇଁ ମିଳିଲା, ବିଜେପିର ରାଜନେତା କାରଣରୁ କାଳେ ମିଳିଗଲା କି, ଅନେକ ସନ୍ଦେହ ମଧ୍ୟ ଲୋକମାନଙ୍କ ପାଖରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି। ୟାକୁ ଆପଣ କେମିତି ଡିଫେଣ୍ଡ କରିବେ? ନାଇଁ, ମୁଁ ଆକ୍ଚୁଆଲି ସେ କଥାକୁ ସିରିୟସ୍ କୁ ନେଇନି କିମ୍ବା ସେ ବ୍ୟକ୍ତିତ୍ୱକୁ ମୁଁ ସିରିୟସ୍ ନେଇପାରିବି ନାହିଁ କିମ୍ବା ଓଡ଼ିଶାରେ ତାଙ୍କୁ ସିରିୟସଲି ନିଅନ୍ତିନି, ଏଥିପାଇଁ ଯେ ମୁଁ ରାଜନୀତି କରେ, ସମାଜ ସେବା କରେ, ବ୍ୟବସାୟ କରେ, ଯାହା କରେ, କିନ୍ତୁ ସିନେମା ମୁଁ କରୁଥିଲି। ଆଜ୍ଞା ପ୍ରତ୍ୟେକ ବର୍ଷ ସିନେମା କରୁଥିଲି, ହାସ୍ୟ ଅଭିନେତା ହଉ, ମେନ୍ ରୋଲ୍ ହଉ କରୁଥିଲି, କରିବି। ମୋର ଅଧିକାର ଅଛି, ମୁଁ ସିନେମା ବିଷୟରେ କହିପାରିବି। ଆଜ୍ଞା ଆପଣ ସିନେମା ଲାଇନରୁ ଆଉଟ୍ ହେଇଯାଇଛନ୍ତି, କେହି ଡାକୁନାହାନ୍ତି ଆପଣଙ୍କୁ ସିନେମା କରିବାକୁ, ବିଷୋଦ୍ଗାର କରିବେ, କାହିଁକି ଡାକୁନାହାନ୍ତି ଆପଣ ଜାଣିଥିବେ ଏବଂ ପ୍ରଯୋଜକ ନିର୍ଦ୍ଦେଶକ ଜାଣିଥିବେ। ତେଣୁ ମୁଁ ତାଙ୍କୁ ଅନୁରୋଧ କରୁଛି ଯେ ଯୋଉ ମୋବାଇଲର ଛୋଟିଆ ପକେଟରୁ ବାହାରିକି ବଡ଼ ସ୍କ୍ରିନ୍‌କୁ ଆସନ୍ତୁ, 70mm ପରଦାକୁ ଆସନ୍ତୁ, ଅଭିନୟର ଯାଦୁ ଦେଖାନ୍ତୁ, ସିନେମା କରନ୍ତୁ, ତାପରେ ଆପଣଙ୍କର ଅଧିକାର ଅଛି ବକ୍ତବ୍ୟ ଦେବାକୁ। ଏବଂ ଯୋଉ ଫ୍ରଷ୍ଟ୍ରେସନରେ କାମ ମିଳୁନି, ଅନ୍ୟମାନଙ୍କ ସିରି ସହିପାରିବା ନାହିଁ, ଏସବୁ କଥା। ଏବଂ ଦ୍ୱିତୀୟ କଥା ହେଉଛି, ଆପଣ ମତେ ଅସମ୍ମାନ କରୁନାହାନ୍ତି। ଯୋଉ ଜୁରି, ଯୋଉ 10 ଜଣ ବିଶିଷ୍ଟ ବରିଷ୍ଠ ନିଶ୍ଚିତ ଲୋକ ଭାବରେ। ଥିଲେ, ତାଙ୍କୁ ଆପଣ ସମ୍ମାନିତ କରୁଛନ୍ତି, ପ୍ରଥମ କଥା। ଏବଂ ଦ୍ୱିତୀୟ କଥା, ଇଏ ତ ଜଣକ କଥା ନୁହଁ, ଇଏ ସରକାରଙ୍କ କଥା ନୁହଁ। ସରକାର ଆଜ୍ଞା ଜୁରି କମିଟି ବସେଇଥିଲେ ଏବଂ ବିଶିଷ୍ଟ ଲୋକ ଓଡ଼ିଶା ସିନେମା ଜଗତର ସବୁ ବିଭାଗରେ ବସେଇଥିଲେ ଏବଂ ସେମାନେ ସ୍ଥିର କରିଛନ୍ତି। ଏବଂ ଏଇଟା ଗୋଟେ ଇତିହାସ, 90 ବର୍ଷ ଇତିହାସରେ ଗୋଟେ ଯେତେବେଳେ ଇତିହାସ ଚେଞ୍ଜ ହେଉଛି, ସେତେବେଳେ ହୁଏ ସେମିତି, ଲୋକ ବିଦ୍ରୋହ କରନ୍ତି। ତେଣୁ ବିଦ୍ରୋହ କରିଥିବେ ଏବଂ ସେ ବ୍ୟକ୍ତି ବିଶେଷ ଆଗରୁ ଆପଣ ଦେଖିଥିବେ ଯେ ସମସ୍ତଙ୍କ ଏଗେନ୍ଷ୍ଟରେ କହିବା, ମାନେ ଏଇଟା କଣ ଗୋଟେ ଚର୍ଚ୍ଚାରେ ରହିବାର ପ୍ରୟାସ? ହଁ ଯେତେବେଳେ ଯେ ଜଣେ ଅଭିନେତା ହଁ ଯେ ଚର୍ଚ୍ଚାକୁ ଯିବ ତାକୁ ବିରୋଧ କରିବା ଚର୍ଚ୍ଚାରେ ରହିବ। ହଁ ଚର୍ଚ୍ଚାରେ ରହିବା। ତାଙ୍କ ପାଖରେ ଯେହେତୁ କାମ ନାହିଁ ଏବଂ କାମ କରିପାରୁନାହାନ୍ତି, ଫ୍ରଷ୍ଟ୍ରେଟେଡ୍, ସେଠି ନ୍ୟାସନାଲ ପ୍ଲାଟଫର୍ମକୁ ଯାଇଥିଲେ, ସେଠୁ ତଡ଼ା ଖାଇକି ଆସିଲେ, ଓଡ଼ିଶାରେ ଯୋଉ କେହି ଡାକୁନାହାନ୍ତି, କାମ କରୁନାହାନ୍ତି। ତେଣୁ ସେ ଯୋଉ ବିଦ୍ରୋହ, ମୁଁ କହୁଛି, ଯଦି ଜଣେ ଆପଣ ସଚ୍ଚା କଳାକାର, କାମ କରନ୍ତୁ ନିରନ୍ତର। ମୁଁ ଦେଖନ୍ତୁ, ମୁଁ ଯେତେ କାମ ଦେଲି, ମୋର ପ୍ରତ୍ୟେକ ବର୍ଷ ମୁଁ ଏବେ ଏଇ ଯୋଉ ଦାଢ଼ି ଫାଡ଼ି ରଖିଛି, ନେକ୍ସଟ ପାଇଁ ପ୍ରିପେୟାର ହଉଛି, ନେକ୍ସଟ ସିନେମା କରିବି। ତେଣୁ ଆମେ କରି ଚାଲିଥିବୁ, ପାହାଚ ପରେ ପାହାଚ ଆଗେଇ ଚାଲିଥିବୁ, ଯେ କହିବା ଲୋକ ସେ କହୁଥିବେ ଏବଂ ସେଭଳି ଲୋକ ସମାଜରେ ଥାଆନ୍ତି ଏବଂ ରହିବେ, ତାଙ୍କୁ ଆପଣ ହଟେଇ ପାରିବେନି, ଅଳିଆଙ୍କୁ ହଟେଇ ପାରିବେନି।